ଧନୀ କହୁଛି ଭାଗ୍ୟ ଖରାପ, ଗରିବ କହୁଛି ଭାଗ୍ୟ ଖରାପ, ସୁଖୀ କହୁଛି ଭାଗ୍ୟ ଖରାପ, ଦୁଃଖୀ କହୁଛି ଭାଗ୍ୟ ଖରାପ। ଭାଗ୍ୟକୁ ଦିନେ ପଚାରିଲେ ସତରେ କ'ଣ ତୁ ଏତେ ଖରାପ? ଭାଗ୍ୟ ହସି ଦେଇ କହିଲା ମୋ ଭାଗ୍ୟ ଖରାପ। ମଣିଷ ନିଜ କର୍ମ ନିଜେ କରୁଛି, ହେଲେ ମୋତେ ଦୋଷ ଦଉଛି। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ନେଇ ଆସିଛି ସିଂହରାଶ ବ୍ୟକ୍ତିଙ୍କର ବାର୍ଷିକ ରାଶିଫଳ 2026ର। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ଛାଡୁଥିବା ଭିଡିଓ ପ୍ରଥମେ ଆପଣମାନେ ନିଶ୍ଚିତ ଦେଖିପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା ଯାହାକି ସିଂହରାଶ ବ୍ୟକ୍ତିଙ୍କର ଯାହାକି ବାର୍ଷିକ ରାଶିଫଳ 2026ର। ବ୍ୟକ୍ତିଗତ ଦୃଷ୍ଟିରୁ ଦେଖିଲେ ଯାହାକି ସିଂହରାଶ ବ୍ୟକ୍ତିଙ୍କର ଏ ବର୍ଷ ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟମ ରହିବ। ଶନି ରାହୁଙ୍କ ପ୍ରତି ଅନୁକୂଳ ଯାହାକି ଗମନ ହେତୁ ଆପଣଙ୍କ କାମରେ ସେତଟି ସଫଳତା ପାଇପାରିବେ ନାହିଁ। ଆପଣଙ୍କୁ ଲୁକାୟିତ ଶତ୍ରୁ ବା ନୁଚି କରି ଆପଣଙ୍କୁ ଅନେକ ବିରୋଧୀମାନେ ଆପଣଙ୍କର ବାଧା କାର୍ଯ୍ୟରେ ସୃଷ୍ଟି କରିପାରନ୍ତି। ତେଣୁ ଆପଣଙ୍କ ବ୍ୟବସାୟରେ ମାନସିକ ଚାପ ସୃଷ୍ଟି ହୋଇପାରେ। ଏହି ସମୟରେ ଆପଣଙ୍କୁ କାହାକୁ ନିଜ କାର୍ଯ୍ୟରେ ବିଶ୍ୱାସ କରନ୍ତୁ ନାହିଁ, ସଠିକ୍ ନିଷ୍ପତ୍ତି ନିଅନ୍ତୁ ନାହିଁ, ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ନିହାତି ଆବଶ୍ୟକତା ରହିଛି ସିଂହରାଶ ବ୍ୟକ୍ତିଙ୍କର। କିନ୍ତୁ ଜୁନ୍ 2 ପରେ ସମୟରେ କିଛି ଯେଉଁ ସମସ୍ୟା ଥିବ ତାହା ପ୍ରତିକୂଳ ପ୍ରଭାବ କରିବ। ଏହି ସମୟରେ ଆପଣ ପ୍ରଚାରିତ ହୋଇ ନିଜର ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ସକାରାତ୍ମକ ଦୃଷ୍ଟିକୋଣ ରହିବ, କାରଣ ବର୍ଷର ଶେଷ ଆଡ଼କୁ ରାହୁ ବୃହସ୍ପତିଙ୍କ ଉଭୟ ଚରଣରେ ଅନୁକୂଳ ରହିବେ। ତେଣୁ ଏହି ସମୟରେ ବ୍ୟବସାୟ କାର୍ଯ୍ୟ ପାଇଁ ଅନେକ ଲାଭବାନ ହେବାର ପୂର୍ଣ୍ଣ ଯୁଗ ବନଉଛି। ତେବେ ଏ ବର୍ଷ ଯାହାକି ଧନ ସମ୍ପତ୍ତି ଦୃଷ୍ଟିରୁ ଦେଖିଲେ ମାସ ଆରମ୍ଭରେ ଅର୍ଥାତ୍ ବର୍ଷ ଆରମ୍ଭରେ ଏକାଦଶ ଘରେ ବୃହସ୍ପତି ଉପସ୍ଥିତିରୁ ଆୟର ସ୍ଥିତି ପ୍ରଭାବ ସୁନିଶ୍ଚିତ କରିବ। ଆପଣଙ୍କ ଭାଇମାନଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଜୁନ୍ 2 ପରେ ଅଧିକ ଶୁଭ ଘଟଣା ଆଡ଼କୁ ମୁହାଁଇବ। ଆପଣଙ୍କୁ ଯାହାକି ଚିକିତ୍ସା କ୍ଷେତ୍ରରେ କିଛି ଅର୍ଥ ଆପଣ ଖର୍ଚ୍ଚ କରିପାରନ୍ତି, ଯାହାକି ଜୀବନସାଥୀଙ୍କ ପାଇଁ ଅଧିକ ବଜେଟ୍ ଖର୍ଚ୍ଚ ହେବ, ଯାହା ପାଇଁ ଆପଣ ଅସନ୍ତୁଳିତ ହୋଇପାରନ୍ତି। କିନ୍ତୁ 31 ଅକ୍ଟୋବର ପରେ ଆପଣଙ୍କ ପାଇଁ ସମୟ ଅନୁକୂଳ ହୋଇଯିବ ସିଂହରାଶ ବ୍ୟକ୍ତିଙ୍କ କ୍ଷେତ୍ରରେ। ତେବେ ସିଂହରାଶ ବ୍ୟକ୍ତି ନିଜର ପିଲାଛୁଆମାନଙ୍କ ପାଇଁ ବର୍ଷରେ ପ୍ରଥମ ଆରମ୍ଭରୁ ଅନୁକୂଳ ରହୁଛି। ପଞ୍ଚମ ଘରେ ବୃହସ୍ପତି ଦୃଷ୍ଟି ଦେବାରୁ ଆପଣ ପିଲାଛୁଆଙ୍କର ଯାହାକି ସଫଳତାର ସିଡ଼ି ଚଢ଼ିବେ। ସେମାନଙ୍କର ଲକ୍ଷ୍ୟ ସ୍ଥାନ ହାସଲ କରିବା ସହିତ ମାନସିକ କ୍ଷମତା ପ୍ରତିବନ୍ଧକ ଯାହାକି ଦୃଢ଼ ହେବ। ସେମାନଙ୍କର ଶିକ୍ଷା ସମୃଦ୍ଧି ବୃଦ୍ଧି କରିବା ସହିତ ଯେଉଁମାନେ ନବଦମ୍ପତି ରହୁଛନ୍ତି ସେମାନେ ସନ୍ତାନ ଧାରଣ କରିବା ପାଇଁ ଉଚିତ ସମୟ ହୋଇପାରେ ବା ଶୁଭ ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟରେ ଆପଣଙ୍କର ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି ହେବ। ତଥାପି ଦ୍ୱିତୀୟ ସନ୍ତାନ ଯେଉଁମାନେ ଜନ୍ମ କରିବା ପାଇଁ ଇଚ୍ଛା ପ୍ରକଟ କରୁଛନ୍ତି ସେମାନଙ୍କ ପାଇଁ ଅନୁକୂଳ ସମୟ ହୋଇନପାରେ। ତେବେ ଜୁନ୍ 6 ତାରିଖ ପରେ ପରିସ୍ଥିତି ଟିକେ ଅନୁକୂଳ ହେବ। ପିଲାଛୁଆମାନେ ସ୍ୱାସ୍ଥ୍ୟରେ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି। ଶିକ୍ଷା କ୍ଷେତ୍ରରେ ପ୍ରଭାବିତ କରିପାରେ। 31 ଅକ୍ଟୋବର ପରେ କିନ୍ତୁ ପରିସ୍ଥିତି ପୁନର୍ବାର ଉନ୍ନତି ଆଣିବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ବର୍ଷର ପ୍ରଥମ ଅଧ୍ୟାୟରେ ଶୁଭ ରହିବ। ଶନି ରାହୁଙ୍କ ପ୍ରତି ଯାହାକି ଅନୁକୂଳ ରହୁଛି। ସ୍ୱାସ୍ଥ୍ୟ ସମସ୍ୟା କିଛି ସୃଷ୍ଟି କରେଇପାରେ। ହଠାତ୍ ଏକାଦଶ ଘରରେ ଯାହାକି ବୃହସ୍ପତି ଶୀଘ୍ର ସୂଚକ, ଅର୍ଥାତ୍ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ
अस्थिरता करिपारे। जून 2 पर आपणकर स्वास्थ्य छोट मोट रोग द्वारा प्रभावित करिवो। आर्थिक विषय अन्यान्य समस्या अधिक चिंतित रही पारंती, नचेत आपणकर स्वास्थ्य समस्यार सम्मुखीन होइबे। द्वादश घरे जहाँकि जलीय राशिर रहुची बृहस्पति अवस्थान हेतु काश किंबा ऋतुकालीन रोग आपण को समस्या करिपारे। तेणु आपण माने सकाळे व्यायाम किंबा योगाभ्यास करिबा द्वारा यही समस्या निश्चित दूरीभूत हेबो। तेबे 31 अक्टोबर परे आपणकर स्वास्थ्य स्वाभाविक हवार चांस रहुची। कैरियर दृष्टि देखिले जहाँकि सिंह राशि व्यक्तिंकर प्रथम वर्षर आरंभरू छात्र छात्री मानक पई अनुकूल रहिबो। पंचम घरे बृहस्पति दृष्टि थिबारु शिक्षा नौथिबा छात्र छात्री माने उच्च प्रतिष्ठित बा किछि उच्च सफलता हासिल करि पारंती। वृत्तिगत शिक्षा नौथिबा छात्र छात्री मानक पई सफलतार शीर्ष स्थान रे पहुँचबे एवं आपणकर परिश्रम द्विगुणित होई पारे। जून 2 पर प्रतियोगितामूलक परीक्षा रे आपणक पई अक्लांत परिश्रम रे लक्ष्य भित्तिक प्रयास आवश्यक एवं अनुकूल रहुची। तत्सहित जो माने नियुक्ति पाई नाहंती सेमाने निश्चित नियुक्ति पाइबार संभावना रहुची। नवेम्बर 24 पर राहु षष्ठ घरे गोचर करुथिबारु एही समय कैरियर दृष्टिरू शुभ सफलता पाइबार सूचना प्रदान करुछि। भ्रमण दृष्टिरू देखिले जहाँकि ए वर्ष आपणक पई अनुकूल रहिबो। वर्ष आरंभरू छूट यात्रा करि पारंती। द्वादश घरे बृहस्पति स्थिति विदेश यात्रार संभावना रहुछि। ए वर्ष आपण जदि भल करिबा पई चाहुचंती आपण मंदिर रे कदली हलदिया लंका एवं निश्चित जहाँकि लडू दान करंतु एवं गुरुवार व्रत करंतु। देखिबे आपणकर समस्या निश्चित दूरीभूत होइजिवो।